ପାରାନୁର ମହିନ୍ଦ୍ରା ୱାର୍ଲ୍ଡ ସିଟି ଚେନ୍ନାଇର ଏକ ଛୋଟ ରେଲୱେ ଷ୍ଟେସନ। ଆଉ ସେହି ରେଲୱେ ଷ୍ଟେସନରୁ କିଛି ଦୂରରେ ଆମେ ରହୁଥିବା ଭଡ଼ା ଘର। ମୁଁ ଓ ମୋର ଦୁଇ ବନ୍ଧୁ ସେଠାରେ ଇନଫୋସିସରେ କାର୍ଯ୍ୟରତ ଥାଉ। ସେଦିନ ଥାଏ ଡିସେମ୍ବର ମାସ 31 ତାରିଖ। ସମସ୍ତଙ୍କ ଅଫିସ୍ ଶେଷ ହୋଇସାରିଥାଏ। କାର୍ଯ୍ୟବ୍ୟସ୍ତତା ହେତୁ କୌଣସି ସ୍ଥାନରେ ବୁକିଂ କରିପାରିନଥିଲୁ। ସେଦିନ ଅଫିସ୍ ପରେ ତରତର ହୋଇ ଦେଖିବାକୁ ଗଲୁ କେଉଁ ସ୍ଥାନରେ ଖାଲି ଜାଗା ମିଳିବ। ହେଲେ ଆମ ଦୁର୍ଭାଗ୍ୟକୁ କୌଣସି ହୋଟେଲ କିମ୍ବା ପବ୍ ଖାଲି ନଥିଲା। ତେଣୁ ବାଧ୍ୟ ହୋଇ ଆମେ ସେଦିନ ସ୍ଥିର କଲୁ ରୁମ୍ରେ ରହିବୁ। ଆମର 3 ବେଡ୍ରୁମ୍ ବିଶିଷ୍ଟ ଫ୍ଲାଟ୍ ସେଠାରେ ପାର୍ଟି ନିଶ୍ଚିତ କରିହେବ। ମନରେ ଏହା ଚିନ୍ତା କରି ଆମେ ରେଷ୍ଟୁରାଣ୍ଟରୁ କିଛି ଭଲ ଖାଦ୍ୟ, ମୃଦୁ ପାନୀୟ ଓ ଅନ୍ୟାନ୍ୟ ଜିନିଷ କିଣି ଆଣିଲୁ। ଟେଲିଭିଜନରେ କିଛି କାର୍ଯ୍ୟକ୍ରମ ଚାଲିଥାଏ। କିଛି ସଙ୍ଗୀତ ଆଦି ଲଗାଇ ଆମେ ଘରେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥାଉ। ଏମିତି ସମୟ ବିତୁଥାଏ, କିନ୍ତୁ ମନ ଭିତରେ ଭାରି ଅବସୋସ। ନିଜର ଏହି ଦାୟିତ୍ୱହୀନତା ଯୋଗୁଁ ଆମେ ଆଜି ଏକୁଟିଆ ରହିଯାଇଛୁ। ପ୍ରାୟ ସେହି ସ୍ଥାନରେ ସବୁ ବାହାରୁ ଆସୁଥିବା ଲୋକମାନେ ରୁହନ୍ତି। ତେଣୁ ଛୁଟି ନିମନ୍ତେ ସେମାନେ ବାହାରକୁ କିମ୍ବା ନିଜ ରାଜ୍ୟକୁ ଚାଲି ଯାଇଥାନ୍ତି। ତେଣୁ ସମ୍ପୂର୍ଣ୍ଣ ମହିନ୍ଦ୍ରା ୱାର୍ଲ୍ଡ ସିଟି ଆଜି ଖାଲି ଖାଲି ଲାଗୁଥାଏ। ଅନ୍ଧାର ଆଉ ଶାନ୍ତ, ଏଭଳି ଏକ ନୀରବତା ଯାହା ବେଳେବେଳେ ଆଦୌ ଭଲ ଲାଗେନି। ସେ ଯାହା ହେଉ, ଆମେ ମନେ ମନେ ସ୍ଥିର କଲୁ କେତେ ଆଉ ଘରେ ବସିବୁ। ଆଉ 1.5 ଘଣ୍ଟା ବାକି ଅଛି 12ଟା ବାଜିବାକୁ। ଯାଇ ଗୋଟିଏ ରାତ୍ରି ଭ୍ରମଣ କରି ଆସିବୁ। ଆଉ କେହି ଯଦି ନୂତନ ବର୍ଷ ପାଳନ ପାଇଁ କିଛି ଆୟୋଜନ କରୁଥିବେ ତ ଦେଖି ଆସିବୁ। ଏହା ଭାବି ବାହାରି ଆସିଲୁ ଘରୁ। ରାସ୍ତାରେ ଏକ ଅଦ୍ଭୁତ ନୀରବତା। କେଜାଣି କେମିତି ଲାଗୁଥାଏ ଏକ ଶାନ୍ତ ଓ ଭୟରହିତ ପରିବେଶ। କଥା ହୋଇ ହୋଇ ଆମେ କେତେବେଳେ ରେଲୱେ ଷ୍ଟେସନ ପାଖରେ ପହଞ୍ଚିଗଲୁଣୁ ଏହା ଆମକୁ ଜଣା ନଥିଲା। କିଛି କୃତ୍ରିମ ଜଙ୍ଗଲ ପରେ ଆସେ ସେହି ରେଲୱେ ଷ୍ଟେସନ। ଆମେ ଗଳ୍ପରେ ମଜି ସେହି ରେଲୱେ ଷ୍ଟେସନ ଭିତରକୁ ଯାଇ ପ୍ଲାଟଫର୍ମ ରାସ୍ତାରେ ପହଞ୍ଚି ରେଳ ଧାରଣା କରରେ ଆଲୋକ ଶେଷ ହେବା ଯାଏଁ ପହଞ୍ଚି ଯାଇଥିଲୁ। ଏବେ ଆକସ୍ମିକ ଭାବରେ ଆମ ଭିତରୁ କେହି ଜଣେ କହିଲା, ଆରେ ଆମେ ଏଯାଏଁ ପହଞ୍ଚି ଗଲେଣି, ଜାଣି ହେଲାନି। ଭାରି ଭୟ ଲାଗୁଥାଏ। ଏହା କହି ତିନିହେଁ ଟିକେ ଚାରିଆଡ଼କୁ ଦେଖିଲୁ। ଦୂରରେ ଏକ ଘରେ ଆଲୋକ ଦେଖାଯାଉଥାଏ। ହେଲେ ଏହି ସ୍ଥାନରେ ଘର ମାନେ ଟିକେ ସନ୍ଦେହ ହେଲା। ଚୋର ହୋଇଥିବ କିମ୍ବା ନିଶା କରୁଥିବା ବ୍ୟକ୍ତି ହୋଇଥାଇପାରନ୍ତି। ଏହା ଭାବି ଆମେ ମନରେ କୌତୂହଳବଶତଃ ଆଗକୁ ବଢ଼ିଲୁ। ମୋବାଇଲ ଆଲୋକ ଜଳାଇ କାହିଁକି କେଜାଣି ଆମେ ଯେତେ ଦୂର ଚାଲୁଥିଲୁ ସେତେ ଦୂର ସେହି ଘରଟି ଘୁଞ୍ଚିଲା ଭଳି ଲାଗୁଥିଲା। ଆମେ କିନ୍ତୁ ଥିଲୁ ନଛୋଡ଼ ବନ୍ଧା, ଆଗକୁ ଆଗକୁ ଚାଲି ଯାଉଥିଲୁ। ଏମିତି କିଛି ସମୟ ପରେ ଆଉ ଚାଲି ନପାରି ଥକିଗଲୁ। ଟିକେ ଛିଡ଼ା ହୋଇ ଦୂରକୁ ଦେଖିଲା ବେଳକୁ ସେଠାରେ ଘର ବାହାରେ ପିଣ୍ଡାରେ କି ଜଣେ ଛିଡ଼ା ହୋଇ ହସୁଛି ଓ ଆମକୁ ଥଟ୍ଟା କରୁଛି। ଆମେ ଟିକେ ଡରିଗଲୁ। ସେ ଝିଅଟିଏ ଥିଲା, କିନ୍ତୁ ତାର ଆଖି ଏତେ ସ୍ପଷ୍ଟ ଓ ଉଜ୍ଜଳ ଥିଲା ଯେ କିଟକିଟ ଅନ୍ଧାରରେ ବି ସେ ମୁକ୍ତା ପରି ଚମକି ଦିଶୁଥିଲା। ଆମେ ଭୟ ପାଇ ପଛକୁ ଫେରିଲା ବେଳକୁ ପଛରେ ଜଣେ ବିକଟାଳ ମୁଖ ଧରି ଲମ୍ବା ଲମ୍ବା ନିଶ ଥିବା କଳା ଲୋକ ନିଜ ମୁହଁକୁ ଲଣ୍ଠନ ଆଲୋକରେ ଆଲୋକିତ କରି ଛିଡ଼ା ହୋଇଥିଲେ। ତାର ମୁଖ ଖୁବ୍ ଭୟଙ୍କର ଥିଲା। ତାହା ଦେଖି ଆମେ ଡରି ତଳେ ପଡ଼ିଗଲୁ। ସେ ତାମିଲରେ କିଛି କହିବାକୁ ଆରମ୍ଭ କଲା। ଆମେ ବୁଝିପାରିଲୁ ନାହିଁ। ସେ ଜାଣିଗଲା ଯେ ଆମେ ବୁଝିପାରୁନୁ। ତେଣୁ ସେ ଖଣ୍ଡି ହିନ୍ଦୀରେ କହିଲା, ଚଲେ ଯାଓ, ସେଫ୍ ନେହିଁ ହେ। ଆମେ କିଛି ବୁଝିପାରିଲୁ ନାହିଁ। ସେ ଆମ ଆଡ଼କୁ ନଇଁ ଆସିଲା। ଆମେ ଡରିଯାଇ ଉଠି ସେ ଘର ଆଡ଼କୁ ଯିବାକୁ ଲାଗିଲୁ। ପୁନର୍ବାର ସେ ଆମ ଆଡ଼କୁ ହାତ ହଲାଇ ବାରଣ କରୁଥିଲା, କିନ୍ତୁ ଆମେ ତା ଭୟରେ ସେହି ଘର ଆଡ଼କୁ ଦୌଡ଼ି ପଳାୟନ କଲୁ। ଶେଷରେ ଆମେ ପହଞ୍ଚିଗଲୁ ସେ ଘର ପାଖରେ। ସେ ଝିଅ ଝରକା ପଟୁ ଆମକୁ ଦେଖି ହସୁଥିଲା। ସେ ଝିଅଟି ଖୁବ୍ ସୁନ୍ଦର ଥିଲା। ଆମେ ସେ ପିଣ୍ଡାରେ ବସିଥିଲୁ। ସେ ଆମକୁ ଦେଖି ହସୁଥିଲା। ଏତିକିବେଳେ ମୋ ସାଙ୍ଗ ଦୁହେଁ କହିବାକୁ ଲାଗିଲେ, ଦେଖ, ବଢ଼ିଆ ସୁନ୍ଦର ହୋଇଛି ଝିଅଟି। ଦୂରରୁ ବୋଧେ ଆମକୁ ଦେଖି, ଆମ ଅବସ୍ଥା ଦେଖି ସେ ହସୁଥିଲା।
ମୋ ସାଙ୍ଗମାନଙ୍କ ନଜରିଆ ଖରାପ ଥିଲା। ଦୁହେଁ ନିଶ୍ଚିତ ଏଭଳି ଅନ୍ଧାର ରାତିରେ ଗୋଟିଏ ସୁନ୍ଦରୀ ଝିଅ ଦେଖିଲେ ଏଭଳି ପ୍ରତିକ୍ରିୟା ଦେବା ସୁନିଶ୍ଚିତ। ସେ ଝିଅଟି କିନ୍ତୁ ଆମ କଥା ବୁଝିପାରିଲା ଭଳି ଟିକେ ପ୍ରତିକ୍ରିୟା ଦେଉଥିଲା। ଏତିକିବେଳେ ଭିତରୁ କେହି ଜଣେ ଖୁବ୍ ଜୋରରେ କାଶି ଉଠିଲା। ମୋ ସାଙ୍ଗମାନେ କହିଲେ, କିଏ ଅଛି କେଜାଣି, ଏତେ ସୁନ୍ଦର ଝିଅ ପୁଣି ଏତେ ରାତିରେ ଘର ଭିତରେ। ମୁଁ ଲକ୍ଷ୍ୟ କରୁଥିଲି ଝିଅଟି ଖୁବ୍ ଜୋରରେ ରାଗି ଯାଉଥିଲା। ନୂଆବର୍ଷ ହେବାକୁ ଆହୁରି 20 ମିନିଟ୍ ବାକି ଥାଏ। ମୁଁ ସେମାନଙ୍କୁ ଅଟକେଇ କହିଲି, ସେତିକି ଥାଉ, ଚାଲ ଯିବା। ସେମାନେ କିନ୍ତୁ ନାରାଜ ହେଇ କହିଲେ, କେତେ ଦୂର କି ଘର, ଟିକେ ମଜା ନେବାକୁ ଦେ। ମୁଁ ପୁଣି ବୁଝେଇବାକୁ ଚେଷ୍ଟା କରିଲି, ହେଲେ ବିଫଳ ହେଲି। ଏବେ ସେ ନାରୀଟି ଟିକେ ହସି ମୋ ସାଙ୍ଗ ଦୁହିଁଙ୍କୁ ଏକ ପ୍ରେମ ଭରା ନଜରରେ ଚାହିଁଲା ଓ ରେଳ ରାସ୍ତା ଆଡ଼କୁ ଯିବାକୁ ଲାଗିଲା। ସେମାନେ ଦୁହେଁ ଏହା ଦେଖି କହିଲେ, ଝିଅଟି ଯେତେବେଳେ ସୁଯୋଗ ଦେଉଛି ତେବେ ଛାଡ଼ିବା କଥା ନୁହେଁ। ମୁଁ ତାଙ୍କୁ ଅନେକ ବୁଝାଇ ମନା କରିଲି, ହେଲେ ସେମାନେ ତା ପଛେ ପଛେ ଚାଲିବାକୁ ଲାଗିଲେ। ରେଳ ଧାରଣା ମଝିରେ ଛିଡ଼ା ହୋଇ ନିଜ ହାତ ଦୁଇକୁ ମେଲାଇ ସେ ଡାକିଲା। ଏମାନେ ଦୁହେଁ କିଛି ନ ବୁଝି ମାଡ଼ିଗଲେ। ମୋର ଆଖି ପଡ଼ିଲା ଦ୍ରୁତ ବେଗରେ ମାଡ଼ି ଆସୁଥିବା ସେ ରେଳ ଉପରେ। ମୁଁ ପାଟି କରି ଦୌଡ଼ି ଯିବା ବେଳକୁ ସବୁ ଶେଷ। ରେଳ ଚାଲି ଯାଇଥିଲା। ମୁଁ ଅପେକ୍ଷା କରି ରହିଲି ରେଳ ସମ୍ପୂର୍ଣ୍ଣ ଚାଲିଯିବାକୁ ଗୋଟିଏ ଆଶା ନେଇ। ରେଳ ତାର ସେହି ବିକଟାଳ ଶବ୍ଦ କରି ଚାଲିଗଲା। ଆଉ ସେ ଝିଅ ସେମିତି ଛିଡ଼ା ହୋଇ ହସୁଥିଲା। କି ବିକଟାଳ ସେ ହସ, ଯେମିତି ଲାଗୁଥିଲା ମୋ କାନ ଅତଡ଼ା ଫାଟିଯିବ। ଧୀରେ ଧୀରେ ତାର ଲମ୍ବା ହାତ ମୋ ଆଡ଼କୁ ମାଡ଼ି ଆସିଲା। ମୁଁ ପଛକୁ ଦୌଡ଼ି ଯିବା ବେଳେ ସେହି କାଶର ଶବ୍ଦ ମୋ ମସ୍ତିଷ୍କର ତନ୍ତ୍ରୀମାନଙ୍କୁ ଦୋହଲେଇ ଦେଉଥିଲା। ମୁଁ ଉପାୟ ଶୂନ୍ୟ ହୋଇଯାଇଥିଲି ଏବଂ ବାବା ଭୋଳାଶଙ୍କର ମହାଦେବଙ୍କ ନାଁ ନେଇ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲି। ଆଖି ଖୋଲିଲା ବେଳକୁ ନିଜକୁ ଆବିଷ୍କାର କଲି ମୁଁ ମେଡ଼ିକାଲ ବେଡ୍ ଉପରେ। ଦେହ ସାରା କ୍ଷତର ଚିହ୍ନ। କିଛି ମନେ ପଡ଼ିଲା ନାହିଁ। ଆକସ୍ମିକ ଟିକେ ଆଖି ବନ୍ଦ କରି ମନେ ପକାଇଲି କ'ଣ ହୋଇଥିଲା, ଆଉ ସବୁ ମନେ ପଡ଼ିଗଲା। ଏହାପରେ ମୁଁ ଚିତ୍କାର କରି ଉଠିଲି। ପୁନଃ ଡାକ୍ତର ଆଉ ନର୍ସ ଦୌଡ଼ି ଆସିଲେ, ମୋତେ ଆଶ୍ୱସ୍ତ କରିଲେ। ମୁଁ ଏଠାକୁ କେମିତି ଆସିଲି ପଚାରିଲି। ସେମାନେ କହିଲେ, ଜଣେ ସହୃଦୟ ବ୍ୟକ୍ତି ମୋତେ ଉଦ୍ଧାର କରି ଏଠାକୁ ଆଣିଛନ୍ତି। ମୁଁ ତାଙ୍କୁ ଦେଖିବା ପାଇଁ ଡାକିଲି ଓ ଦେଖିଲା ପରେ ମୋ ପାଦ ତଳୁ ମାଟି ଖସିଗଲା। ସେ ଥିଲେ ସେହି ବ୍ୟକ୍ତି ଯିଏ ଆମକୁ ଯିବା ପାଇଁ ମନା କରୁଥିଲେ। ମୁଁ ହାତ ଯୋଡ଼ିଲି ଓ ଜୀବନ ବଞ୍ଚାଇବା ପାଇଁ ଧନ୍ୟବାଦ ଦେଲି। ସାଙ୍ଗମାନଙ୍କ କଥା ପଚାରିଲି। ସେ ପାଖରେ ଥିବା ନର୍ସକୁ ସବୁ କଥା କହି ମୋତେ ଇଂରାଜୀରେ ସବୁ ବୁଝେଇବାକୁ କହିଲେ। ନର୍ସ ସବୁ ଶୁଣି ଡରି ଯାଇଥିଲେ। ମୁଁ କିନ୍ତୁ ଚକ୍ଷୁରେ ଏକ ପ୍ରଶ୍ନବାଚୀ ଭରି ତାଙ୍କ ଆଡ଼କୁ ଚାହିଁ ରହିଥିଲି। ସେ ମୋତେ କହିଲା, ସାର୍, ଆପଣ ଯେଉଁ ଝିଅକୁ ଦେଖିଥିଲେ ତାର କାହାଣୀ କହୁଛି। ଅନେକ ବର୍ଷ ତଳେ ଏହି 31 ଡିସେମ୍ବର ରାତିରେ ଖୁବ୍ ଜୋରରେ ବର୍ଷା ହେଉଥାଏ। ସେ ପ୍ଲାଟଫର୍ମ ପାଖ ଗ୍ରାମକୁ ଯିବା ପାଇଁ ଏହି ରେଳ ରାସ୍ତାର ସହାୟତା ନେଇଥାଏ, କିନ୍ତୁ ବର୍ଷା ହେତୁ ଯାଇ ନପାରି ଏହି ଛୋଟ ଘରଟିରେ ଆଶ୍ରୟ ନେଲା। ସାଙ୍ଗରେ ଥାଏ ବେମାର ରୋଗୀଣା ବାପା। ଅନେକ ସମୟ ଗଲା, ହେଲେ ବର୍ଷା କମୁନଥାଏ। ସେ ଘର ଭିତରେ ଗୋଟିଏ ଭଙ୍ଗା ଲଣ୍ଠନ ଓ ଦିଆସିଲି ପାଇଲା। ସେହି ଘରଟି ପ୍ଲାଟଫର୍ମ ସଫାସଫି କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା ବ୍ୟବହୃତ ହେଉଥାଏ। ତେଣୁ ଦୈନନ୍ଦିନ ଜିନିଷ ମିଳିବା ସ୍ୱାଭାବିକ ଥିଲା। ଲଣ୍ଠନ ଜଳାଇ ସେ ବାହାରକୁ ଆସି ଦେଖୁଥାଏ ତାର ଗ୍ରାମବାସୀ କିଏ ମିଳିଲେ ତା ସହିତ ଚାଲିଯିବ, କାରଣ ଏକୁଟିଆ ତାକୁ ଭୟ ଲାଗିବା ଆରମ୍ଭ ହୋଇଥାଏ। ଅନେକ ସମୟ ପରେ କିଛି ନିଶାଖୋର ଯୁବକ ସେ କଡ଼ରେ ପରିସ୍ରା କରୁଥିଲେ। ଏହି ଝିଅକୁ ଦେଖି ସେମାନେ ତା ଦିଗକୁ ମାଡ଼ି ଆସିଲେ। ସେ ନିଜକୁ ବଞ୍ଚେଇବାକୁ ଚେଷ୍ଟା କରିଲା, କିନ୍ତୁ ତାକୁ ବାରମ୍ବାର ଗଣଦୁଷ୍କର୍ମ କରି ସେମାନେ ମାରିଦେଲେ। ତା ପିତା ବାଧା ଦେବାରୁ ତାର ହାତ ଗୋଡ଼ ବାନ୍ଧି ତାକୁ ରେଳ ରାସ୍ତାର ଧାରଣାରେ ପକାଇଦେଲେ ଓ ଶେଷରେ ମୃତ ଝିଅକୁ ମଧ୍ୟ। କିଛି ସମୟ ପରେ ଆସୁଥିବା ଏକ ଚଳନ୍ତି ଟ୍ରେନ୍ ଚଢ଼ି ଉଭୟଙ୍କର ମୃତ୍ୟୁ ହୋଇଥିଲା। ସେହିଦିନୁ ପ୍ରତ୍ୟେକ ବର୍ଷ ଏହି ଦିନ ସେହି ଝିଅଟିର ଆତ୍ମା ଘୂରି ବୁଲେ।
ଏହିଭଳି ଚରିତ୍ରହୀନ ଯୁବକମାନଙ୍କୁ ହତ୍ୟା କରେ। ମୁଁ ଅନେକ ଲୋକଙ୍କୁ ସଚେତନ କରିବାକୁ ସେଠାରେ ବସି ରୁହେ। ଆପଣମାନଙ୍କୁ ଟିକେ ବିଳମ୍ବରେ ଦେଖିଲି। ଆପଣ ସେତେବେଳକୁ ସେ ରାସ୍ତାରେ ଅଗ୍ରସର ଥିଲେ। ଚେଷ୍ଟା କରିଲି ସଚେତନ କରିବାକୁ, ହେଲେ ଆପଣ ମୋତେ ଡରିଲେ। ଆପଣଙ୍କ ସାଙ୍ଗମାନେ ନାହାନ୍ତି। ରେଳ ଧାରଣାରେ ତାଙ୍କର ମୃତ୍ୟୁ ହୋଇସାରିଛି। ଆପଣ ସେହି ଝିଅ ପ୍ରତି କୌଣସି ଖରାପ ନଜର ପକାଇ ନଥିଲେ, ତେଣୁ ଆପଣ ଜୀବିତ ଅଛନ୍ତି।